ନମସ୍କାର ଜୟ ଜଗନ୍ନାଥ ସାଙ୍ଗମାନେ ଗୁଡ୍ ମର୍ଣ୍ଣିଂ ସାଙ୍ଗମାନେ ଭାଉଜ କାମଧନ୍ଦା ସରିଗଲାଣି ଏବେ ଟିକେ ସମୟ ପାଇଛନ୍ତି ମୁଁ ଭାବିନେଲି ଏହି ସମୟ ଭିତରେ ଭାଉଜଙ୍କ ସହିତ କିଛି ଢଗଧମାଲ ପ୍ରଶ୍ନ ସେୟାର କରିନେବା ଆପଣମାନେ ଦେଖିପାରିବେ ସାଙ୍ଗମାନେ ଆଜିର ଢଗଧମାଲ ପ୍ରଶ୍ନଟି ବହୁତ ସୁନ୍ଦର ଅଛି ଦୁଇଟି ପ୍ରଶ୍ନ ମୁଁ ପଚାରିବି ଯଦି ଭାଉଜ କିଛି ଜାଣିଥିବେ ଆପଣମାନଙ୍କୁ ପଚାରିପାରନ୍ତି ତାହେଲେ ସାଙ୍ଗମାନେ ଆସ ଆମେ ଦେଖିନେବା ଏଇଭଳି ସୁନ୍ଦର ସୁନ୍ଦର ମଜାଦାର ଢଗଧମାଲ ପ୍ରଶ୍ନ ଏଥିରେ ଆମେ କିଛି ଶିଖିବା ଜାଣିବା ଏବଂ ସାଙ୍ଗସାଥିମାନଙ୍କ ପାଖକୁ ଭିଡ଼ିଓଟିକୁ ସେୟାର କରିବା ଏବଂ ଚ୍ୟାନେଲକୁ ନୂଆ ଆସିଥିଲେ କରିଦେବା ସବସ୍କ୍ରାଇବ୍ କରିଦେଲେ ୟୁଟ୍ୟୁବ୍ ଆମ ପାଖକୁ ସର୍ବପ୍ରଥମେ ନୋଟିଫିକେସନ୍ ଆକାରରେ ଭିଡ଼ିଓଟିକୁ ପଠାଇଦେବେ ଆପଣମାନେ ଦେଖିବାର ସୁଯୋଗ ପାଇପାରିବେ ତାହେଲେ ସାଙ୍ଗମାନେ ଆଜିର ଢଗ ପ୍ରଶ୍ନଟି ବହୁତ ସୁନ୍ଦର ଅଛି ଭାଉଜଙ୍କୁ ମୁଁ ପଚାରିବି ଦେଖାଯାଉ ଭାଉଜଙ୍କର ଅଭିଜ୍ଞତା ଅଛି କି ନାହିଁ ଇଏ ବି ଜଣାପଡ଼ିଯିବ କାରଣ ସେଇ ଜିନିଷଟି ସେ ୟୁଜ୍ କରୁଛନ୍ତି ସାଙ୍ଗମାନେ ମୁଁ ଏମିତି କେଉଁ ପ୍ରଶ୍ନଟି ପଚାରିବି ଆପଣମାନେ ଖାଲି ଶେଷ ପର୍ଯ୍ୟନ୍ତ ଦେଖି ନିଅନ୍ତୁ ୟାଡ଼ୁ କ'ଣ ସାଙ୍ଗମାନେ ଭାଉଜ ଭାରି ହସୁଛନ୍ତି ଏବଂ ଦେଖନ୍ତୁ ତାଙ୍କ ମୁହଁରେ କ'ଣ ଲାଗିଛି ଉପରେ କେଉଁ ଜିନିଷଟି ସିନ୍ଦୁର ତାହେଲେ ସେହି ସିନ୍ଦୁର ବିଷୟରେ ମୁଁ ଢଗ ପ୍ରଶ୍ନଟି ପଚାରିବି ସାଙ୍ଗମାନେ ଭାଉଜ ଯଦି ସପୋଜ ନ କହିପାରିଲେ ଆପଣମାନେ କମେଣ୍ଟରେ ଲେଖିଦେବେ କାରଣ ଆପଣମାନଙ୍କ କମେଣ୍ଟ ଆମ ପାଇଁ ମୂଲ୍ୟବାନ ଏବଂ ଆପଣମାନେ କମେଣ୍ଟ ଦେଲେ ଆପଣମାନଙ୍କ ସାଙ୍ଗସାଥି ଅନ୍ୟମାନେ ଦେଖିଲେ ମଧ୍ୟ ସେ ବି ଜାଣିପାରିବେ ରିପିଟ୍ କମେଣ୍ଟ କରିପାରନ୍ତି ସାଙ୍ଗମାନେ ପ୍ରଶ୍ନଟି ହେଲା କହିଲେ ଦେଖି କେଉଁ ଗଛରୁ ସିନ୍ଦୁର ତିଆରି ହୋଇଥାଏ ଏମିତି କେଉଁ ଗଛ ଅଛି ଯେ କି ସେ ଗଛରୁ ସିନ୍ଦୁର ହିଁ ତିଆରି ହୋଇଥାଏ ଦେଖନ୍ତୁ ସାଙ୍ଗମାନେ ଭାଉଜଙ୍କ ମୁହଁରେ ପୁରା ସିନ୍ଦୁର ଦେଖାହେଉଛି ଲଗାଇଛନ୍ତି ମଥାରେ ସେହି ବିଷୟରେ ମୁଁ ଆଜି ପ୍ରଶ୍ନଟି କରିବି ଆପଣମାନଙ୍କୁ ମୁଁ କହିଥିଲି ସାଙ୍ଗମାନେ ପ୍ଲିଜ୍ କେବେ ଅବହେଳା ନ କରି କମେଣ୍ଟ ବକ୍ସରେ ଲେଖିଦେବେ ଭାଉଜ ଚିନ୍ତାରେ ଅଛନ୍ତି ଟିକେ କଷ୍ଟ ଅଛି ତାଙ୍କ ପାଇଁ ମୁଁ ଅପସନ୍ ଦେବି ଅପସନ୍ ନା ଭାଉଜ ଚାହୁଁଛନ୍ତି କିଛି ଅପସନ୍ ନେବେ ସେଇ ଅପସନ୍ ଭିତରୁ ଭାଉଜ ବାଛି ନେବେ ଭାଉଜ ଠିକ୍ କହିଲେ କି ନାହିଁ ଆପଣମାନେ ଲେଖିଦେବେ କିନ୍ତୁ ସାଙ୍ଗମାନେ ଯଦି ଆପଣମାନେ ଯାହା ଜାଣିଛନ୍ତି କମେଣ୍ଟ ବକ୍ସରେ ଲେଖିଦେବେ ତାହେଲେ ଭାଉଜ ଯେତେବେଳେ ଅପସନ୍ ଚାହୁଁଛନ୍ତି ଆପଣମାନେ ମଧ୍ୟ ଅପସନ୍ ନେଇ ନିଅନ୍ତୁ ସାଙ୍ଗମାନେ ମୁଁ ପ୍ରଶ୍ନଟି କରିଥିଲି କେଉଁ ଗଛରୁ ସିନ୍ଦୁର ତିଆରି ହୁଏ ମାନେ ହୋଇଥାଏ ସାଙ୍ଗମାନେ ପ୍ରଥମ ହେଲା ପଟାସ ଗଛ ଶିମିଳି ଗଛ କମଳା ଗଛ କେନ୍ଦୁ ଗଛ ସାଙ୍ଗମାନେ ସାଙ୍ଗମାନେ ଭାଉଜ କ'ଣ ଏତେ ଶୀଘ୍ର ଭାବିନେଲେ ପଟାସ ଗଛ କହୁଛନ୍ତି ସାଙ୍ଗମାନେ ଆପଣମାନେ କ'ଣ ଭାବୁଛନ୍ତି ପ୍ଲିଜ୍ ଲେଖିଦିଅନ୍ତୁ କମେଣ୍ଟରେ ଆପଣଙ୍କ କମେଣ୍ଟ ଆମ ପାଇଁ ମୂଲ୍ୟବାନ ପ୍ରଶ୍ନଟି ଥିଲା କେଉଁ ଗଛରୁ ସିନ୍ଦୁର ତିଆରି ହୋଇଥାଏ ଭାଉଜଙ୍କୁ ମୁଁ ରଖିଥିଲି 4ଟି ଅପସନ୍ ପଟାସ ଗଛ ଶିମିଳି ଗଛ କମଳା ଗଛ କେନ୍ଦୁ ଗଛ ଭାଉଜ ଆମର ବାଛି ନେଲେ କହୁଛନ୍ତି ମୁଁ ଭାବୁଛି ବୋଧେ ପଟାସ ହୋଇପାରେ କିନ୍ତୁ ଭାଉଜ ଆମର କନଫର୍ମ ନାହାନ୍ତି ସାଙ୍ଗମାନେ ଆପଣମାନେ କମେଣ୍ଟ ବକ୍ସରେ ଲେଖିଦିଅନ୍ତୁ ସାଙ୍ଗମାନେ ଏଇଭଳି ମଜାଦାର ଢଗଧମାଲ ପ୍ରଶ୍ନ ଦେଖନ୍ତୁ ମଜା ନିଅନ୍ତୁ ଆସ ଆମେ ହସିବା ଅନ୍ୟମାନଙ୍କୁ ହସାଇବା ସାଙ୍ଗମାନେ ଆମେ ଜାଣୁ ସାଙ୍ଗମାନେ ଏ ଭିଡ଼ିଓଟି ଆପଣଙ୍କ ମନଛୁଆଁ ହୋଇଥିବ କାରଣ ଏଥିରେ କିଛି ଶିଖିବେ ଜାଣିବେ ଅନ୍ୟମାନଙ୍କ ପାଖକୁ ସେୟାର ମଧ୍ୟ କରିବେ କାରଣ ସେମାନେ ମଧ୍ୟ ଦେଖିବାର ସୁଯୋଗ ପାଇପାରିବେ ସାଙ୍ଗମାନେ ପ୍ରଥମ ଢଗ ପ୍ରଶ୍ନ ସରିଗଲା ଏବେ ଚାଲିଯିବା ସେକେଣ୍ଡ ଢଗ ପ୍ରଶ୍ନ ଭାଉଜଙ୍କ ପାଖକୁ ଦେଖନ୍ତୁ ସାଙ୍ଗମାନେ ଭାଉଜଙ୍କ ପାଖକୁ ଟିକେ ବୁଲେଇ ନେଇଯିବା ଭାଉଜ କେଉଁଠୁ ଅଛନ୍ତି ଦେଖିନେବା କ'ଣ ପ୍ରଶ୍ନ ଯେଉଁ ଉତ୍ତରଟି ଦେଲ ସେଟା ସଠିକ୍ ଭାବୁଛ ନା ସନ୍ଦେହ ଘେରରେ ଅଛ ସନ୍ଦେହରେ ଅଛନ୍ତି ସାଙ୍ଗମାନେ ଭାଉଜ ଟିକେ ସନ୍ଦେହରେ ଅଛନ୍ତି ଆପଣମାନେ ଟିକେ କ୍ଲିଅର୍ କରିଦିଅନ୍ତୁ ତାହେଲେ ଆସ ଆମେ ଚାଲିଯିବା ସେକେଣ୍ଡ ଢଗ ପ୍ରଶ୍ନକୁ ଭାଉଜ ଆମର କ'ଣ ଉତ୍ତର ଦେବେ ଭିଡ଼ିଓଟିକୁ ଦେଖନ୍ତୁ ମଜା ନିଅନ୍ତୁ ଆମେ ହସିବା ଅନ୍ୟମାନଙ୍କୁ ହସାଇବା ସାଙ୍ଗସାଥି
ମା ମାଉସୀ ଭାଇ ଭଉଣୀ ମାନେ ଯିଏ ଯେତେ ପରିଜନ ଅଛନ୍ତି ସମସ୍ତଙ୍କୁ ହସାଇବା ସେଇ ଟାଇପ୍ର ଭିଡ଼ିଓ ଆମେ ସବୁବେଳେ ବନାଉଛୁ। କାରଣ ଏଥିରେ କିଛି ଶିଖିବାର ନଲେଜ୍ ଅଛି, ଜେନେରାଲ୍ ନଲେଜ୍, ସାଧାରଣ ଜ୍ଞାନ ଅନେକ କିଛି ଅଛି, ମଜା ମଧ୍ୟ ଅଛି। ସାଙ୍ଗମାନେ ଆପଣମାନେ ଦେଖନ୍ତୁ। ତାହେଲେ ସମୟ ହେଇଗଲାଣି ସେକେଣ୍ଡ ଢଗ ପ୍ରଶ୍ନ ପାଇଁ। ଆପଣମାନେ ଅପେକ୍ଷାରେ ରହିବେନି। କାହିଁକି ଭାଇ ବେଶୀ ଗପରା ଗପୁଛନ୍ତି, ପ୍ରଶ୍ନଟି ପଚାରୁନାହାନ୍ତି। ସେଥିପାଇଁ ମୁଁ ଷ୍ଟାର୍ଟ କରିଦେଉଛି ସାଙ୍ଗମାନେ। ଆପଣମାନେ ଖାଲି ଦେଖି ନିଅନ୍ତୁ, ଉତ୍ତରଟି ଲେଖିଦିଅନ୍ତୁ। ସମୟ ଲଗାଇବେ ନାହିଁ। ଭାବୁଥିବେ ଭାଇ ଯେତେବେଳେ ପ୍ରଶ୍ନଟି ପଚାରିବା ପାଇଁ ସମୟ ଲଗାଉଛନ୍ତି ଆମେ କମେଣ୍ଟ ଦେବାକୁ ସମୟ ଲଗାଇବୁ, ସେମିତି ଭାବିବେ ନାହିଁ। ସାଙ୍ଗମାନେ ଶୀଘ୍ର ଶୀଘ୍ର ଉତ୍ତର ଦେଇଦିଅନ୍ତୁ। ଭାଉଜ ଟିକେ ଦେଖିଲା ପରେ ଖୁସି ହେବେ। କାରଣ ଭାଉଜ ଖୁସି ନାହାନ୍ତି, ମାନେ ଜାଣିପାରୁନାହାନ୍ତି ଉତ୍ତରଟି କ'ଣ ହେବ, କିନ୍ତୁ ଅନୁମାନ କରି କହିଛନ୍ତି। ଆପଣମାନେ ଟିକେ ପୂରଣ କରିଦିଅନ୍ତୁ। ତାହେଲେ ଆସାମେ ଚାଲିଯିବା ସେକେଣ୍ଡ ଢଗ ପ୍ରଶ୍ନକୁ। ସେକେଣ୍ଡ ଢଗ ପ୍ରଶ୍ନଟି ହେଲା ଭାଉଜଙ୍କୁ ଆପଣମାନଙ୍କୁ ଆପଣମାନେ ଭଲ ଭାବରେ ଧ୍ୟାନ ଦେଇ ଉତ୍ତରଟି କମେଣ୍ଟରେ ଲେଖିଦିଅନ୍ତୁ। ଆମେ ପରା ସବୁବେଳେ ପାଇଁ କମେଣ୍ଟ ବକ୍ସଟି ଖୋଲା ରଖିଛୁ ଆପଣମାନଙ୍କ ପାଇଁ। କ'ଣ ସାଙ୍ଗମାନେ ଆପଣମାନେ କ'ଣ ଆମକୁ ଭଲ ପାଉନାହାନ୍ତି? ଆପଣଙ୍କର କ'ଣ ଆମ ପ୍ରତି ଭଲ ପାଇବା ନାହିଁ? ନିଶ୍ଚିନ୍ତ ଅଛି। ଆମେ ଦେଖୁଛୁ ସାଙ୍ଗମାନେ ଅନେକ ଭିଡ଼ିଓରେ ଆପଣମାନେ ଆମକୁ ସପୋର୍ଟ କରିଛନ୍ତି, ଆଗକୁ ନେବାର ମାର୍ଗ ଦେଖାଇଛନ୍ତି, ଜିରୋରୁ ହିରୋ ବନେଇଛନ୍ତି। ତାହେଲେ ସାଙ୍ଗମାନେ ବହୁତ ଭାଇ ଗପିଲେଣି। ସେକେଣ୍ଡ ଢଗ ପ୍ରଶ୍ନଟି ପଚାରି ନେବା। ଏମିତି କେଉଁ ପ୍ରଶ୍ନ ଯେ କି ଆପଣମାନେ ଭାବୁଥିବେ ସେ କିନ୍ତୁ ଅପେକ୍ଷାର ଫଳ ମିଠା। ସେଥିପାଇଁ ଆପଣମାନେ ଅପେକ୍ଷା କଲେଣି, ସେ ଫଳଟି ମିଠା ଫଳଟି ନେଇଯାଆନ୍ତୁ। କହିଲ ଦେଖି। ନିଆଁ ନାହିଁ ତାର ଧୂଆଁ ଉଠୁଛି, ବର୍ଷା ନଥାଇ ପାଣି ଛିଞ୍ଚୁଛି। କୁହ ତାହା କ'ଣ? ସାଦା ପ୍ରଶ୍ନ। ନିଆଁ ନାହିଁ ତାର ଧୂଆଁ ଉଠୁଛି, ବର୍ଷା ନଥାଇ ପାଣି ଛିଞ୍ଚୁଛି। ସାଙ୍ଗମାନେ ଭାଉଜ କ'ଣ ଏ ପ୍ରଶ୍ନର ଉତ୍ତର ଦେଇପାରିବେ? ତାହେଲେ ସାଙ୍ଗମାନେ ଭାଉଜ ଜାଣିଛନ୍ତି, କାରଣ ତାଙ୍କ ପାଇଁ ଟିକେ ସାଦା ହୋଇଯାଇଛି। ଆପଣମାନେ କମେଣ୍ଟରେ ଦିଅନ୍ତୁ। ଭାଉଜ ଯଦି ଦେଇଦିଅନ୍ତି ଆପଣମାନେ କମେଣ୍ଟରେ ଲେଖିବେ ନାହିଁ। ସେଥିପାଇଁ ଭାଉଜ ଚାହୁଁଛନ୍ତି ଆପଣମାନେ କମେଣ୍ଟ ବକ୍ସରେ ଲେଖିଦିଅନ୍ତୁ। ସାଙ୍ଗମାନେ ଯଦି କାଳେ ଆପଣ ଭୁଲିଯିବେ ସେଥିପାଇଁ ମୁଁ ଆଉ ଥରେ ରିପିଟ୍ କରିଦେଉଛି। ଆପଣମାନେ ଭଲ ଭାବରେ ଶୁଣି ନିଅନ୍ତୁ, କମେଣ୍ଟ ବକ୍ସରେ ଲେଖିଦିଅନ୍ତୁ। ନିଆଁ ନାହିଁ ତାର ଧୂଆଁ ଉଠୁଛି, ବର୍ଷା ନଥାଇ ପାଣି ଛିଞ୍ଚୁଛି। କୁହ ଦେଖି ତାହା କ'ଣ? ଭାଉଜଙ୍କୁ ଆଉ କ'ଣ ପଚାରିବି? ଭାଉଜ କହୁଛନ୍ତି ମୁଁ ଜାଣିଛି। ସେଥିପାଇଁ ଆପଣମାନେ କ'ଣ ଜାଣିନାହାନ୍ତି? ଆପଣମାନେ ନିଶ୍ଚୟ ଜାଣିଛନ୍ତି। କମେଣ୍ଟ ବକ୍ସରେ ଲେଖିଦିଅନ୍ତୁ। ସାଙ୍ଗମାନେ ଆପଣଙ୍କ କମେଣ୍ଟ ଆମ ପାଇଁ ବହୁତ ମୂଲ୍ୟବାନ। ଆପଣମାନେ କେବେ ହେଲେ ଅବହେଳା ନ କରି କମେଣ୍ଟ ବକ୍ସରେ ଲେଖିଦିଅନ୍ତୁ। କିନ୍ତୁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନେଲେ ଆପଣମାନେ ଆମ ଭିଡ଼ିଓକୁ ଡେଲି ଦେଖିବାର ସୁଯୋଗ ପାଇପାରିବେ। ତାହେଲେ ସାଙ୍ଗମାନେ ଏବେ ସମୟ ହେଇଗଲାଣି, ଏବେ ଆମେ ରହିବୁ। ଆଗାମୀ ଭିଡ଼ିଓକୁ ଅପେକ୍ଷା ରୁହନ୍ତୁ। ଆପଣଙ୍କ ମନୋରଞ୍ଜନ ପାଇଁ ଆମେ ଆଣିବୁ ଏଇଭଳି ସୁନ୍ଦର ସୁନ୍ଦର ଢଗ ଧମାଲ ପ୍ରଶ୍ନ ଆପଣମାନେ ଦେଖିବାର ସୁଯୋଗ ନେବେ। ତାହେଲେ ସାଙ୍ଗମାନେ ଏବେ ଆମେ ରହୁଛୁ। ଜୟ ଜଗନ୍ନାଥ, ନମସ୍କାର।